ଜଗନ୍ନାଥ। ମୋର ପ୍ରିୟ ଭକ୍ତ ସମାଜ, ଆସନ୍ତୁ ଜାଣିବା ପ୍ରାରବ୍ଧ ବିଷୟରେ। ପ୍ରାରବ୍ଧ କ'ଣ? ଏହାକୁ ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥମେ ଆମେ କର୍ମ ଉପରେ ବିଚାର କରିବା। ମଣିଷ କର୍ମ କରି ଚାଲିଥାଏ। ଭଲ ହେଉ କି ଖରାପ ହେଉ, ମଣିଷ ଯେପରି କର୍ମ କରେ, ଜୀବଜନ୍ତୁ ମଧ୍ୟ କର୍ମରତ ଥାନ୍ତି। ଏହି କର୍ମରୁ ଯେଉଁ ଫଳ ବା ଆକାର ସୃଷ୍ଟି ହୁଏ ତାକୁ ଭାଗ୍ୟ କୁହାଯାଏ ଏବଂ ଭାଗ୍ୟରୁ ଯାହା ସଞ୍ଚିତ ରହେ ତାକୁ ପ୍ରାରବ୍ଧ କୁହାଯାଏ। ପ୍ରାରବ୍ଧରୁ ଯେତେବେଳେ ଭୋଗ ହୁଏ ତାକୁ ଭୋଗ କୁହାଯାଏ। ତେଣୁ ପ୍ରାରବ୍ଧକୁ ଦେଖନ୍ତୁ। ପ୍ରାରବ୍ଧ ହେଉଛି କର୍ମଫଳର ଗନ୍ତାଘର। ସେହି ପ୍ରାରବ୍ଧ ଅନୁସାରେ ପୁନର୍ଜନ୍ମ ଲାଭ କରନ୍ତି। ଯଦି ଅତ୍ୟଧିକ ପ୍ରାରବ୍ଧ ଥାଏ କିମ୍ବା ପ୍ରାରବ୍ଧରେ ବିଚ୍ୟୁତି ଥାଏ, ବିଘ୍ନ ଥାଏ, ସେତେବେଳେ ଅଳ୍ପାୟୁଷ ଜାତ ହୁଅନ୍ତି, ଜନ୍ମ ନିଅନ୍ତି। ତେଣୁ କର୍ମ କରିବାର ଯେକୌଣସି କର୍ମକୁ କର୍ମ କୁହାଯାଏ। ମଣିଷ କ୍ରିୟା କଲେ ବି କର୍ମ, କଥା କହିଲେ ବି କର୍ମ, ଚିନ୍ତନ କଲେ ବି କର୍ମ, ବାକ୍ ଶକ୍ତି ରଖିଲେ ବି କର୍ମ। ତେଣୁ ଇନ୍ଦ୍ରିୟ ଯୁକ୍ତ ହୋଇ ମନ ଯେଉଁ ଆଖଡ଼ା କରେ ବା ପରିବେଷଣ କରେ ତାକୁ କ'ଣ କୁହାଯାଏ ନା କର୍ମ। ଧର୍ମ ଧାରଣ କରିବା। ପ୍ରତ୍ୟେକଙ୍କର ଧର୍ମ ଅଛି, ଧାରଣ କରିବା ଅଛି। ପାଗଳ ବୁଦ୍ଧିହୀନ ପଶୁ ଏମାନଙ୍କର ଧର୍ମ ସହିତ ମନୁଷ୍ୟ ଧର୍ମ ସମାନ ନୁହେଁ। ମନୁଷ୍ୟ ବୁଦ୍ଧି ବିବେକୀ, ଏହାଙ୍କର ଉନ୍ନତମାନର ଧର୍ମ ଅଛି ଓ ପଶୁମାନଙ୍କର ସେସବୁ କମ୍। ତେଣୁ ତାଙ୍କ ଧର୍ମ ନିମ୍ନମାନର। ତେଣୁ ଯିଏ ଯାହା ଧର୍ମ ଧାରଣ କରିବା କଥା। ଯଦି ସ୍ୱଧର୍ମ ଧାରଣ କରିପାରିଲା ଜଣେ, ସ୍ୱଧର୍ମ ବୋଲେ ନିଜର କର୍ତ୍ତବ୍ୟ, ନିଜର ଧର୍ମ, କୁଳ ଧର୍ମ ଯଦି ଜଣେ ଧାରଣ କରିପାରିଲା, ତାଠୁ ବଡ଼ ଆଉ ଧର୍ମ ନାହିଁ। ତେଣୁ କୁଳ ଧର୍ମ, ସ୍ୱଧର୍ମ, ଧର୍ମ ଧାରଣ ତେଣୁ ଧର୍ମ ଧାରଣ କରିପାରିଲେ ଆଉ ଧର୍ମ। ଭାଗ୍ୟ କର୍ମ ଅନୁସାରେ ଯେଉଁ ଫଳ ସୃଷ୍ଟି ହୁଏ ତାକୁ ଭାଗ୍ୟ କୁହାଯାଏ। ସେହି ଭାଗ୍ୟ ପ୍ରାରବ୍ଧ ଆକାରରେ ସଞ୍ଚିତ ହୁଏ। ଯେଠି ସଞ୍ଚିତ ହୁଏ ତାକୁ ପ୍ରାରବ୍ଧ କୁହାଯାଏ। ପ୍ରାରବ୍ଧରୁ ବାହାରି କାମରେ ଲାଗେ ତାକୁ ଭୋଗ କୁହାଯାଏ। ମଣିଷ ଯଦି ଟଙ୍କା ପଇସା ରଖିଥିବ ଘରେ, ବିପଦ ପଡ଼େ ଯେମିତି ବାହାର କରିକି ସେ ଟଙ୍କା ପଇସାକୁ ୟୁଜ୍ କରି କାମ ହାସଲ କରେ। ସେହିପରି ଭୋଗ ପ୍ରାରବ୍ଧରୁ ଅର୍ଜିତ ଅଂଶକୁ ସେ ଭୋଗ ଆକାରରେ ଗ୍ରହଣ କରେ। ଯଦି ଜଣଙ୍କର କର୍ମ ଖରାପ, ତେବେ ତାର ଭାଗ୍ୟ ଭଲ ଆସିବ ଗାଡୁ। ପ୍ରାରବ୍ଧରେ ଖାଲି କୁତ୍ସିତ ଫଳ ରହିବ, ଯେଉଁ ଫଳ ମୂଲ୍ୟହୀନ, ପାପ, ସେଇ ଫଳ ଦୁଃଖ ଦେବା ପାଇଁ ରହିଥିବ। ସେଇ ଦୁଃଖଦ ଫଳ ଧାରଣ କରି ସଂସାରକୁ ଆସନ୍ତି। କର୍ମ ପ୍ରାରବ୍ଧ ଯେମିତି କୁହନ୍ତିନି, ପିତା ମାତାର ପୁଣ୍ୟ ବଳେ ସୁପୁତ୍ର ଉପଜଇ କୂଳେ। ତେଣୁ ପିତା ମାତାଙ୍କର ମଧ୍ୟ ପ୍ରାରବ୍ଧ ଅନୁସାରେ ପୁତ୍ର କନ୍ୟା ପ୍ରାପ୍ତ କରନ୍ତି। ପ୍ରାରବ୍ଧ ଯଦି ସେମାନଙ୍କର ଖରାପ ଥିବ, କର୍ମ ଖରାପ ଥିବ, ତାଙ୍କ ଭାଗ୍ୟରେ ସେଇ କୋଳାଙ୍ଗର ପ୍ରୟୋଜନ ହୋଇପାରେ କିମ୍ବା ବିକଳାଙ୍ଗର ପ୍ରୟୋଜନ ହୋଇପାରେ, ବିକଳାଙ୍ଗର ସ୍ତ୍ରୀ ହୋଇପାରେ। ତେଣୁ ଏସବୁ ଭୋଗ କରିବା ପାଇଁ ସେ ଜନ୍ମ ହେଇଛି। ପିତାମାତା ପୁତ୍ର ଜନ୍ମ ହେଇଛି, ତାର ପ୍ରାରବ୍ଧ କର୍ମ ଅନୁସାରେ ସେ ଭୋଗ କରିବା ପାଇଁ। ତେଣୁ ଏ ପ୍ରାରବ୍ଧ କର୍ମ ସମସ୍ତଙ୍କ ପାଇଁ ସମାନ ନଥାଏ। କାହାର ପ୍ରାରବ୍ଧ କର୍ମ ଭଲ ଥିବା ବେଳେ କାହାର ପ୍ରାରବ୍ଧ କର୍ମ ଖରାପ ଥାଏ। ତେଣୁ ଯିଏ ଜ୍ଞାନୀ
ଯିଏ ସେ ଜାଣିଛି ଯେ ପ୍ରାରବ୍ଧ ଅନୁସାରେ ମୋତେ ଚାଲିବାକୁ ହଉଛି। ମୋର ପ୍ରାରବ୍ଧ ଖରାପ, ମୁଁ ଭଲ ପାଇବି କୋଉଠୁ। ଆଉ ଯିଏ ଜ୍ଞାନୀ ସିଏ ଭଲ ଖୋଜେନି, ସିଏ ସେଇ ଯାହା ମିଳୁଛି ଭଗବାନଙ୍କ ଇଚ୍ଛା ସେଥିରେ ସନ୍ତୁଷ୍ଟ ଥାଏ। ଭଗବାନ ଯାହା ଦିଅନ୍ତି ଯାହା କରନ୍ତି ସେଥିରେ ଯଦି ଜଣେ ସନ୍ତୁଷ୍ଟ ରହିଲା ତାର ଆଉ ଦରକାର କିଛି, ତାର କିଛି ଆବଶ୍ୟକତା ନାହିଁ। ଶାନ୍ତି ଦରକାର, ତାର ଶାନ୍ତିରେ ରହିବ। ତେଣୁ ଭକ୍ତ ସମାଜ ଆପଣମାନେ ପ୍ରାରବ୍ଧକୁ ଶୂନ କରନ୍ତୁ, ପ୍ରାରବ୍ଧକୁ ଶୂନ କରନ୍ତୁ। ଭଲ ବି ଦରକାର ନାହିଁ, ଖରାପ ବି ଦରକାର ନାହିଁ। ପ୍ରାରବ୍ଧ ଯେତେବେଳେ ଶୂନ ହେଇଯିବ ସେତେବେଳେ ଆପଣଙ୍କୁ ଗୋଲକ ଦର୍ଶନ ହେବ, ବୈକୁଣ୍ଠ ପ୍ରାପ୍ତି ହେବ, ଆପଣଙ୍କର ମୁକ୍ତି ହେବ, ମୁଖ୍ୟ ହେବ। ଯେତେ ପର୍ଯ୍ୟନ୍ତ ପ୍ରାରବ୍ଧ ଶୂନ ହୋଇନାହିଁ ସେତେ ପର୍ଯ୍ୟନ୍ତ ଏହି ମାୟା ଜାଲରେ ଘୁରି ଘୁରି ପୁନର୍ଜନ୍ମ କୁଣ୍ଡଳୀରେ ପେଶି ହେଉଥିବେ। ପୁନର୍ଜନ୍ମ କୁଣ୍ଡଳୀ ତ ଦୁଃଖଦାୟକ ନା, କିନ୍ତୁ ମାୟାବୀ ପାଇଁ ଏହା ସୁଖଦାୟକ। ଏମାନେ ମାୟାରେ ରହି ମାୟାର କୁ ଏପରି ଆହରଣ କରିଛନ୍ତି ଭୋଗ ଆକାରରେ, ସେମାନଙ୍କର ପୁନର୍ଜନ୍ମ ହିଁ ଶାନ୍ତି। ତେଣୁ ଭଗବାନ ଜାଣିଛନ୍ତି ଯେମିତି ଲୋକକୁ ସେମିତି ଫଳ, ତାହା ଦେଇ ଚାଲିଛନ୍ତି। ଏହିପରି ଭାବରେ ସଂସାର ଚାଲିଛି, ଚାଲି ଆସୁଛି, ଚାଲୁଥିବ। ସବୁ ଭଗବାନଙ୍କର ନୀଳାଖେଳା, ସେଇ ମହାପ୍ରଭୁ ଜଗନ୍ନାଥଙ୍କର ନୀଳାଖେଳା, ସେଇ ଶୂନ୍ୟ ବ୍ରହ୍ମ, ଶୂନ୍ୟ ନିବାସୀ, ନୀଳାଚଳବାସୀ ଜଗନ୍ନାଥ ମହାପ୍ରଭୁ କ୍ଷମା କରନ୍ତୁ। ରହିଲି ରବୀନ୍ଦ୍ର କୁମାର। ଜୟ ଜଗନ୍ନାଥ।